ସକାଳୁ ଏ ଦୃଶ୍ୟ ଦେଖି ମୁଁ ଦୁଇଥର ମୋ ଆଖିକୁ ମଳିଲି। ସତ ଦେଖୁଛି ନା ସ୍ୱପ୍ନ ଦେଖୁଛି? ସତରେ ମୋ ମାଳଗୁନ୍ଥା ଟେବୁଲ ଉପରେ ଗୁଡ଼ାଏ ପଦ୍ମଫୁଲ ଥୁଆ ହେଇଥିଲା। ମୁଁ ଭାବିଲି ମୁଁ ସକାଳୁ ମାଳ ଗୁନ୍ଥିବି ବୋଲି ମୋ ପିଲାମାନେ ହିଁ ଏତେକ କାମ କରିଦେଇଛନ୍ତି। ସନ୍ଧ୍ୟାବେଳେ ପୁଅ କିଛି ପଦ୍ମଫୁଲ ଆଣିଥିଲା, ମୁଁ ଜାଣିଛି, ହେଲେ ଏବେ ପଦ୍ମଫୁଲ ସବୁ ତ କଢ଼ ଆକାରରେ ବିକ୍ରି ହେଉଛି। ମୁଁ ଚଞ୍ଚଳ ମାଳ ଗୁନ୍ଥି ଠିକ୍ ପୂଜା ବେଳକୁ ମାଳଟି ଦେଇପାରିଲେ ବହୁତ ଖୁସି ହୁଏ। ଆପଣମାନଙ୍କୁ ଆଗରୁ ବି କେବେ କହିଛି, ମୁଁ ନିତ୍ୟ ପୂଜା କରେ ନାହିଁ। ମାନେ ସବୁଦିନ ଯେଉଁ ଠାକୁର ଘରେ ପୂଜା ହୁଏ, ଧୂପ ଦିଆହେବ, ଫୁଲ ଦିଆହେବ, ଭୋଗ ଦିଆହେବ, ବୋହୂମାନେ ଆସିଲା ପରେ ମୁଁ ସେ କାମ କରେନି। କିନ୍ତୁ ମୁଁ ଫୁଲ ତୋଳେ, ଫୁଲ ତୋଳିକି ତାଙ୍କୁ ଦେଇଦିଏ ଆଉ ମାଳ ଗୁନ୍ଥେ। ସେଦିନ ବହୁତ ଗୁଡ଼ିଏ ମନ୍ଦାର ଫୁଲ ଫୁଟିଥିଲା, ଆଉ ପୁଅ ବି ଗୁଡ଼ାଏ ପଦ୍ମଫୁଲ ନେଇ ଆସିଥିଲା। ହେଲେ ମୁଁ ସକାଳୁ ଉଠିଲା ବେଳକୁ ପଦ୍ମଫୁଲ ସବୁ କେମିତି ଫୁଟି ଯାଇଥିଲା। ମୁଁ ତ ଶୀଘ୍ର ଶୋଇପଡ଼େ, ଶୀଘ୍ର ଉଠେ। ଉଠିକି ଦେଖିଲି ମୋ ଟେବୁଲ ଉପରେ ଫୁଟା ହେଇଥିବା ଏତେ ପଦ୍ମ ସବୁ ମୋ ପିଲାଙ୍କ କାରସାଦି। ଏଇ ଯେଉଁ ଘଟଣାଟି ମୁଁ ମାଳ ଗୁନ୍ଥିଲା ବେଳେ ବାରମ୍ବାର ଭାବୁଥିଲି। ମୁଁ ଫୁଲମାଳ ଗୁନ୍ଥେ, ସବୁବେଳେ ମୋତେ ଫୁଲ ଗୁନ୍ଥି ଠାକୁରଙ୍କୁ ସଜେଇବାକୁ ବହୁତ ଭଲ ଲାଗେ। ଏ ସୁନ୍ଦର ସୃଷ୍ଟିର ଏତେ ବଡ଼ କାରିଗର ଯିଏ ଆମକୁ ସବୁ କିଛି ଦେଇଛନ୍ତି, ତାଙ୍କୁ ବା ମୁଁ କ'ଣ ଦେଇପାରିବି? ମାଳଟିଏ ଗୁନ୍ଥିଦେଲେ ମନଟା ଖୁସି ଲାଗେ। ଏତିକି କାହିଁକି ନ କରିବି? ଏଇଟା ମୋର ବହୁତ ପିଲାଦିନର ଅଭ୍ୟାସ। ବାହା ହେଇକି ଆସିଲା ପରଠୁ ଯେବେ ବି ମୁଁ ମାଳ ଗୁନ୍ଥିବାକୁ ଫୁଲ ଦରକାର କରେ, ଇଏ ମୋତେ ଯୋଗାଇ ଦିଅନ୍ତି। ସବୁବେଳେ ତ ବାଡ଼ିରେ ଯଥେଷ୍ଟ ଫୁଲ ନଥାଏ, ବାହାରୁ କିଛି ମିଶାଇବାକୁ ବି ପଡ଼େ। ସେଇ ଅଭ୍ୟାସ ପିଲାମାନେ ବି ଜାରି ରଖିଥିଲେ। କୁଆଡ଼େ ବୁଲାବୁଲି କଲାବେଳେ ଯଦି ସୁବିଧାରେ କିଛି ଫୁଲ ପାଇଯାଆନ୍ତି, ସେମାନେ ମୋତେ ଆଣିକି ଦିଅନ୍ତି। ସେଦିନ ଏଇ ପଦ୍ମଫୁଲ ସବୁ ମୋ ପୁଅ ନେଇ ଆସିଥିଲା, ଆଉ ରାତିରେ ସେମାନେ ଫୁଲକୁ ଫୁଟେଇ ଦେଇଥିଲେ। ମୁଁ ସକାଳୁ କାବା ହେଇଗଲି। ଠାକୁରଙ୍କ ମାଳ ଗୁନ୍ଥି ଠିକ୍ ସମୟରେ ଦେଇଥିଲି। ତାପରେ ସମସ୍ତେ ଆସି କହିଲେ, ବୋଉ ତମେ ଯାଅ ଗାଧେଇ ପାଧେଇକି ଆସି ଗୁନ୍ଥ। କେତେ ସମୟ ନ ଖାଇକି ଗୁନ୍ଥିବ କହୁଛ ପରା। ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ମାଳ ନେବ, ଗୁଡ଼ାଏ ସମୟ ତ ଲାଗିବ। ସେମାନଙ୍କର ଏ ଆନ୍ତରିକତା ମୋତେ ବହୁତ ଆନନ୍ଦ ଦିଏ। ଖାଲି ଏଇ କଥାରେ ବି ନୁହେଁ, ସବୁ କଥାରେ। ମୁଁ ଭାବେ ଗୋଟିଏ ପରିବାରରେ ପରସ୍ପର କାମ ପାଇଁ ଏମିତି ଆନ୍ତରିକତା ରହିବା ଉଚିତ। ମୁଁ ତ କିଛି ଖରାପ କାମ କରୁନି, ଯାହା କରୁଛି ଅବଶ୍ୟ ମୋ ମନର ଖୁସି ପାଇଁ କରୁଛି। ହେଲେ ସମସ୍ତଙ୍କ ପାଇଁ ତ ମଙ୍ଗଳ କାମନା କରୁଛି। ସମସ୍ତଙ୍କ ସୁଖ ଶାନ୍ତି ପାଇଁ ଠାକୁରଙ୍କ ପାଖେ ପ୍ରାର୍ଥନା କରୁଛି। ଏଇ କଢ଼ ସବୁ ପୁଅ ଆଣିଥିଲା, ଆଉ ୟାକୁ ସବୁ ପିଲାମାନେ ଫୁଟେଇ ଦେଇଥିଲେ। ମୁଁ ମନ ଭରି ବସି ଫୁଲ ଗୁନ୍ଥୁଥିଲି। ମୁଁ ଆଗରୁ ବି କହିଛି, ମୁଁ ଦୁଇଟି କାରଣରୁ ଫୁଲ ଗୁନ୍ଥେ। ମନରେ ଏକାଗ୍ରତା ଆସିବ, ମନଟା ଭଗବତମୁଖୀ ହେବ। ହେଲେ ଆଜି ଫୁଲ ଗୁନ୍ଥିଲା ବେଳେ ମୁଁ ଭାବୁଥିଲି, ସତରେ ଆଧ୍ୟାତ୍ମିକତା କହିଲେ କ'ଣ? ମାନବିକତାଠୁ କ'ଣ ଆଧ୍ୟାତ୍ମିକତା ଊର୍ଦ୍ଧ୍ୱରେ? ମୁଁ ସେମିତି ଭାବେ ନାହିଁ। ମଣିଷ ହୃଦୟରେ ଯଦି ମାନବିକତା ନାହିଁ, ସ୍ନେହ, ସହାନୁଭୂତି, ଆନ୍ତରିକତା ନାହିଁ, ହୃଦୟ ଯଦି ସ୍ୱଚ୍ଛ ନୁହେଁ, ତାହେଲେ ଯେତେ ଧର୍ମ ଆଚରଣ କଲେ ବି ସେ ଧର୍ମ ମୂଲ୍ୟହୀନ। ସେଇଥିପାଇଁ ପ୍ରଥମେ ମାନବ ଧର୍ମକୁ ନିଭେଇବା କଥା ବା ପାଳନ କରିବା କଥା। ସେ କଥା ଭାବିଲେ ପୁଣି ଧର୍ମ ଭିତରେ ମତଭେଦ ବା ଧର୍ମ ଭିତରେ ହିଂସାତ୍ମକ କାର୍ଯ୍ୟକଳାପର ତ ପ୍ରଶ୍ନ ହିଁ ଉଠୁନି। ଗୋଟିଏ ଜାଗା, ଆମେ ବିଭିନ୍ନ ରାସ୍ତା ଦେଇ ଯାଉଛେ, ଆଉ ତାକୁ ବିଭିନ୍ନ ଧର୍ମର ନାମକରଣ ଦେଇଛେ। କିନ୍ତୁ ଥରେ ଭାବିଲେ, ଜଣେ ଭଲ ମଣିଷ କେବେ କ'ଣ ଦଙ୍ଗା କରିପାରିବ? ଜଣେ ପ୍ରକୃତ ମାନବବାଦୀ ଲୋକ, ସେ ଯେଉଁ ଧର୍ମରେ ବି ହେଉ, ସେ ନିଶ୍ଚିତ ଭାବରେ ଗୋଟେ ସୁମାନବ ହୋଇଥିବ। ଆଉ ଜଣେ ଯଦି ସୁମାନବ ହୋଇଗଲା, ସେ ତ ସମାଜ ପାଇଁ ସବୁ ଦିଗରୁ ମୂଲ୍ୟବାନ ହୋଇଯିବ। ଆଉ ସେଠି ଅଶାନ୍ତି କେଉଁଠୁ ଆସିବ? ମୁଁ ଫୁଲ ଗୁନ୍ଥିଲା ବେଳେ ମୋ ମନକୁ ଏମିତି ବହୁତ ପ୍ରଶ୍ନ ଆସେ। ମୁଁ ନିଜେ ତାର ଉତ୍ତର ଦିଏ। ବେଳେବେଳେ ସେ ଉତ୍ତରକୁ ମୋ ଗୁରୁଜନମାନଙ୍କଠୁ ଖୋଜେ। ମାନେ ମୁଁ ତାଙ୍କୁ ମୋ ପ୍ରଶ୍ନଟି ପଚାରେ, ଆଉ ସେମାନଙ୍କଠୁ ଯେଉଁ ଉତ୍ତର ପାଏ ତାକୁ ନିଜ ଭିତରେ ତର୍ଜମା କରେ। ତାର ଯୁକ୍ତିଯୁକ୍ତତା ଆଉ ଆବଶ୍ୟକତା ଦେଖି ଜୀବନରେ ପାଳନ କରିବା ପାଇଁ ଚେଷ୍ଟା କରେ। ଆମେ ସବୁବେଳେ ସାଂସାରିକ କର୍ମରେ, ସାଂସାରିକ ଜଞ୍ଜାଳରେ ବୁଡ଼ି ରହିଛେ। ଆଉ ଏବେ ତ ଯେତେ ଅର୍ଥ ଉପାର୍ଜନ କଲେ ବି ଆମକୁ ଅଣ୍ଟୁ ନାହିଁ। ଏସବୁ କାମ କିଏ କରିବ? ଦରକାର ପଡ଼ିଲା ଫୁଲହାର ତରଠୁ କିଣି ଆଣ, ଦରକାର ପଡ଼ିଲା ଭୋଗରାଗ କିଣି ଆଣ। ଆମେ କେତେ କାମ କରୁଥିଲୁ। ଘରେ ଖଇ ଭାଜି
ଭୋଗ ପାଇଁ ଉଖୁଡ଼ା ପ୍ରସ୍ତୁତ ହେଉଥିଲା, ଘରେ ଚୁଡ଼ା ଘଷା ହେଉଥିଲା। ଏବେ ଯେ କାହା ଘରେ ହେଉନି ମୁଁ ସେ କଥା କହୁନି, ହେଲେ ଆମ ପରପିଢ଼ି ସବୁ କିଣି ଆଣୁଛନ୍ତି। ସେମାନଙ୍କର ଗୋଟିଏ ଲକ୍ଷ୍ୟ, ସେମାନେ କେବଳ ଟଙ୍କା କମେଇ ଦେବେ। ମୋ ବାପା ସବୁବେଳେ କହନ୍ତି ଜୀବନରେ ବଞ୍ଚିବା ପାଇଁ ଅର୍ଥର ନିଶ୍ଚିତ ଭାବରେ ଆବଶ୍ୟକତା ଅଛି, କିନ୍ତୁ କେବଳ ଅର୍ଥକୁ ନେଇ ଜୀବନ ବଞ୍ଚି ହୁଏ ନାହିଁ। ଆଜି ଫୁଲ ଗୁନ୍ଥିଲା ବେଳେ ମୁଁ ସେଇ କଥା ସବୁ ଭାବୁଥିଲି। ଆଜି ମାନେ ଆଜି ନୁହେଁ ମ, ଯେତେବେଳେ ବି ମୁଁ ଫୁଲ ଗୁନ୍ଥେ ଏଇସବୁ କଥା ହିଁ ମୋ ମନକୁ ଆସେ। ମୁଁ ସ୍ଥିର ହୋଇ ବସି ସେଇ ସବୁ ଭାବେ, ଆଉ ଯେଉଁଟା ଉପଯୋଗୀ ମନେ ହୁଏ ଆପଣମାନଙ୍କୁ କହିଦେବାକୁ ଇଚ୍ଛା ହୁଏ। ଦେଖିଲେ ଫୁଲମାଳଟି କେମିତି ଦେଖାଉଛି। ମାଳ ଯେଉଁମାନେ ଗୁନ୍ଥନ୍ତି ସେମାନଙ୍କ ମନର ପ୍ରକୃତ ଭାବ କ'ଣ କହିଲି? ସେମାନେ ଭାବନ୍ତି କେତେ ଶୀଘ୍ର ସେ ଯାହା ପାଇଁ ଗୁନ୍ଥୁଛନ୍ତି ମାଳଟି ସେ ପିନ୍ଧିବେ, ଆଉ ତାଙ୍କୁ ଟିକେ ଆଖି ପୂରେଇ ଦେଖିବି। ମୁଁ ବି ମାଳ ନେଇ ଆଶ୍ରମରେ ପହଞ୍ଚି ଯାଇଥିଲି, ଆଉ ଠାକୁରେ ଯେମିତି ସେ ମାଳକୁ ପିନ୍ଧିଦେଲେ ନା, ମୁଁ ଦୁଆର ମୁହଁରେ ଛିଡ଼ା ହେଇ ତାଙ୍କୁ ଆଖି ପୂରେଇ ଦେଖିଲି। ଏତିକିରେ ହିଁ ମୋ ମନ ପୁରିଯାଏ। କେଡ଼େ ବଡ଼ ବିନ୍ଧାଣୀ ସେ, କ'ଣ ନ ଗଢ଼ିଛନ୍ତି। ଆଉ ଏଇ ଫୁଲହାର ଗୁନ୍ଥିକି ମୁଁ ତାଙ୍କୁ ବା କ'ଣ ଦେଖେଇବି? ସେଇ କଥା ଭାବି ମନେ ମନେ ହସେ। ତମ ଭଳି ବିନ୍ଧାଣୀ ପାଖରେ ମୋର ଏଇ ଫୁଲହାର ଗୁନ୍ଥା କେଡ଼େ ସାମାନ୍ୟ, କେଡ଼େ ନଗଣ୍ୟ। ଏମିତି ଭାବି ମୁଁ ବହୁତ ଖୁସି ହୁଏ। ଆଉ ମୋ ମାଳ ପିନ୍ଧିଥିଲେ ଠାକୁରଙ୍କୁ ଦେଖିଲେ ମୋ ମନ ହୃଦୟ ସବୁ ପୁରିଯାଏ। ଆପଣମାନେ କିଏ ମାଳ ଗୁନ୍ଥନ୍ତି ଆଉ କାହାର ଏଭଳି ଅନୁଭବ ଅଛି ମୋତେ କହିବେ। ଫୁଲ ଛିଣ୍ଡେଇବାକୁ ମୁଁ ସତରେ ବେଶୀ ଭଲ ପାଏନି। କେବେ ବି ମୁଁ କୌଣସି ଗଛ ଲଣ୍ଡା କରି ଫୁଲ ତୋଳେନି। ଆଜି ଆସିଲା ବେଳେ ମୁଁ କହୁଥିଲି, ତମେ ଦେଖିଛ ମୁଁ ଯେଉଁ ମାଳ ନେଇଥିଲି ଜଗା ପିନ୍ଧିକି ଭଲ ଦୁଶୁଥିଲା କି ନାହିଁ କହିଲ? ସେ ହସିଦେଲେ, କହିଲେ ସେ କାମ ତମର, ମୁଁ ସେ କଥା କହିପାରିବିନି। ମୁଁ ଯାଇ ମାଆଙ୍କୁ ମୁଣ୍ଡିଆ ମାରିଲି। ଏଠି ତ ଆମର 8-10 ଦିନ ହେଲାଣି ଗୋଟାଏ ମହୋତ୍ସବ ଲାଗିଛି। ସବୁଦିନ ଆମେ ଯାଉଛୁ ଆସୁଛୁ। ଯେତେବେଳେ ସରିଗଲା ମୁଁ ଗୋଟେ କଥା ଉପଲବ୍ଧି କଲି। କେଉଁ କଥା କେବେ କାହାକୁ ପରିହାସ ଛଳରେ ଭାବିବା କଥା ନୁହେଁ। ମୁଁ ବହୁ ବର୍ଷ ପୂର୍ବେ ଥରେ ବଙ୍ଗାଳୀମାନଙ୍କର ସିନ୍ଦୁର ଖେଳ ଦେଖିଥିଲି। ଆଉ ମାଆଙ୍କୁ ମିଠା ଖୁଆଇ ବିଦାୟ ଦେଲାବେଳେ ସେମାନେ କାନ୍ଦି ପକାଉଥିଲେ। ମୁଁ ଭାବିଲି ସତରେ କ'ଣ ଏମିତି କାନ୍ଦ ଲାଗେ? କିନ୍ତୁ ଏଥର 16 ଦିନ ଆଶ୍ରମକୁ ଯିବା ଆସିବା କରି ମାଆଙ୍କ ପୂଜା ସରିବା ଦିନ ମୋତେ ବି କାନ୍ଦ କାନ୍ଦ ଲାଗିଲା। ମୁଁ ଭାବିଲି ସତରେ କାଲିଠି ଆଉ ଏଠିକୁ ଆସିବିନି। ମୋ ଆରାଧନା ମୋ ଘରେ ହିଁ ଚାଲିବ। ହେଲେ 16 ଦିନ ଯାକ ପାଇଁ ମୁଁ ସେଠି କ'ଣ କରିଥିଲି ତା ବି ଆପଣଙ୍କୁ କହିନାହିଁ। ଯଦି ଆପଣମାନେ ଆଗ୍ରହ କରିବେ ତାହେଲେ ମୁଁ ନିଶ୍ଚୟ କହିବି। ଆଜି କାହିଁକି ମନ ହେଲା ଏସବୁ କଥା କହିଦେବାକୁ। ମୋ କଥା କେମିତି ଲାଗେ?